ଶୁଣିବା କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ହା ଅନ୍ନର 10ମ ଭାଗ। ଜଗୁର ମାମୁଁ ଘରକୁ ଆସିବା ଆଜିକି ହେଲା 6 ଦିନ। ସକାଳୁ ଉଠି ଘରକୁ ଫେରିବ ବୋଲି ସଜ ହେଉଥିଲା। ମାମୁଁ ମନା କରିଗଲେ। ଆଜି ସୋମବାର, ଫେରିବ ବୋଲି ବେଣୁ ଆଗରେ କହି ଆସିଥିଲା। ନଗଲେ ଚଳିବ ନାହିଁ। ସେ ତେଣେ ଚାହିଁ ବସିଥିବ। ଅସହ୍ୟ ହେବା କଥା। ମାମୁଁଙ୍କ ମନାକୁ ମାନୁଛି କିଏ? କିନ୍ତୁ ନିଜେ ମାଇଁ ଆସି ତାର ଓଠ ଧରି କହିଗଲେ କେଡ଼େ ଅଧୀର ହୋଇ, 6 ଦିନଟା ଆଜି ଘରକୁ ଫେରିବା ଯୋଗାଏ ନାହିଁ ବାପ। ମନ ହନ୍ତସନ୍ତ ହେବ। ବାଟରେ ଗାଁରେ ହଇଜା ପଶିଛି। ଛାଡ଼ିବାକୁ ତ ମନ ହଉନି। ନିତାନ୍ତ ଯିବୁ ଯଦି କାଲି ସକାଳୁ ଯିବୁ। ମାଇଁଙ୍କର ଆଗ୍ରହ ଦେଖି ଅନୁରୋଧଟା ବାଧ୍ୟ ହୋଇ ରଖିବାକୁ ହେଲା। କଥା ଭାଙ୍ଗି ଦେଇ ସେ ଚାଲିଯାଆନ୍ତା କେମିତି? ବିବେକର ବିରୁଦ୍ଧରେ କୌଣସି ମତେ ରହିଗଲା ସିନା, ମନ ଜମାରୁ ଡାକୁନଥାଏ। ବେଳ ଯେପରି ପଡ଼ିଛି, ଦିନ ଗୋଟିଏ ଗଲେ ଯାହା, ଯୁଗଟିଏ କଟିଲେ ସେଇଆ। ଜଗ ମନରେ ଜମା ସୁଖ ନାହିଁ। ସେ ସିନା ଏଣେ ମାମୁଁ ଘରେ ନିଶ୍ଚିନ୍ତ ହୋଇ ବସିଲା, ତେଣେ ଗାଁରେ ଯେ କ'ଣ ହେଉଛି କେଜାଣି? ଆଖି ଆଗରେ ଦେଖି ଯାଇଛି ଯାହା ଭୁଲିବ କିପରି? ଉମାକୁ ଆସିଲା ବେଳେ ସେ ଦେଖା ଦେଇ ଆସିନାହିଁ। ତା କଥା ମାନି ସେ ତାଙ୍କ ଘରକୁ ଯିବ କି ନାହିଁ କେଜାଣି? ନେତିକୁ ସେ କହି ଆସିଛି ଏତେ କରି। ତା ଅନୁରୋଧ ବୋଧହୁଏ ସେ ଭାଙ୍ଗିବ ନାହିଁ। ନୂଆ ବୋହୂ ଆସି ପହଞ୍ଚିଲେ ବାପା କ'ଣ କରିବେ? ହୁଏତ ତା ଉପରେ ରାଗିବେ। ବେଣୁକୁ ଧମକ ଚମକ ଦେଲେ ସେ ଡରିହରି ସବୁ କଥା କହିଦେବ। ବାପା ନିଶ୍ଚୟ ତା ଉପରେ ଖପା ହେବେ। ଆଚ୍ଛା, ଯାହା କହିବାର ସେ ପଛରେ କହୁଥାନ୍ତୁ, ଗଲେ ଦେଖାଯିବ। କିନ୍ତୁ ଯେତେ ଭାବିଲେ ଜଗୁର ମନ ସ୍ଥିର ହେଲା ନାହିଁ। ଉପରେ ଉପରେ ଉଡ଼ିବାକୁ ଲାଗିଲା। ମାମୁଁ ଘର ଅବସ୍ଥା ବି ସେତେ ଭଲ ନୁହେଁ। ମାଇଁଙ୍କର ଦୂରଦର୍ଶିତା ଓ ବ୍ୟୟ ସଂକୋଚ କରିବାର ଦକ୍ଷତା ପାଇଁ ତାଙ୍କର ଛୋଟ କୁଟୁମ୍ବଟି କୌଣସି ମତେ ସୁଖେ ଦୁଃଖେ ଆଜି ଯାଏ ଚଳି ଆସିଲେଣି। ଟାଣି ଓଟାରି ଆଉ ବା ମାସେ 2 ମାସ ଚଳିଯିବ। ତେଣିକି କରିବେ କ'ଣ? ମାଇଁ ଆସି ଜଗୁର ଓଠ ଧରି କହିଲେ, ଦେଖିବାକୁ ଶଙ୍ଖୁଳିବାକୁ ତ ମାମୁଁ ମାଇଁଙ୍କୁ ଆସିଥିଲୁ ବାପ। ଅବସ୍ଥା ଭଲ କରି ଦେଖିଗଲୁ। ଏ ବିପଦ ବେଳେ ଯଦି ସାହାଯ୍ୟ କର, ତେବେ ପିଲାଏ ବଞ୍ଚିବେ, ନହେଲେ ନାହିଁ। ଜଗୁ ଅନ୍ୟମନସ୍କ ହୋଇ କହିଲା, ମୁଁ ବାପାଙ୍କୁ ସବୁ କହିବି। ମାଇଁ ମୁହଁ ଶୁଖାଇ କହିଲେ, ବାପା ତ ତମର ଯେମିତି ମଣିଷ। ତୋ ବୋଉ ମଲା ଦିନୁ ଆମର ମଲା ହଜିଲା ଖୋଜନ୍ତି ନାହିଁ। ବୋପା ତୋର ମହାରାଢ଼। ତୁ ଯଦି ମନ କରିବୁ ତେବେ ହେବ। ସ୍ନେହ ଥିଲାକୁ ମାମୁଁ ମାଇଁଙ୍କୁ ଦେଖିବାକୁ 7 କୋଶ ବାଟ ଧାଇଁ ଆସିଲୁ ତ? ଜଗୁ କହିଲା, ଆଚ୍ଛା ହଉ। ମାଇଁ କହିବାକୁ ଲାଗିଲେ, ଆମର ବେଶୀ କିଛି ଲୋଡ଼ା ନାହିଁ ରେ। ଅଣ୍ଟ ନିଅଣ୍ଟ ହେଲେ ମୋଟା ସୋଟା କରି ଧାନ 3-4 ଭରଣ। ଏ ବର୍ଷର ଫସଲଟା ଉଠିଗଲେ ଧାନ ମୁଁ ଭରଣା କରିଦେବି। ଜଗୁ କହିଲା, ହଉ। ମାଇଁ ସନ୍ତୁଷ୍ଟ ହୋଇ ଚାଲିଗଲେ। ଜଗୁ ଭାବିବାକୁ ଲାଗିଲା, ଉପକାରୀ ମାମୁଁ ମାଇଁଙ୍କୁ ସେ ନିଶ୍ଚୟ ଧାନ ଦେବ। ବାପା ଯଦି ନାହିଁ କରନ୍ତି ସେ ଚୋରି କରିବ ପଛେ ନିଶ୍ଚୟ ଧାନ ପଠାଇବ। ବାପା ତ ଗାଳି ଦେବେ ଜାଣିଲେ। ଦିଅନ୍ତୁ, ଗାଳି ଖାଇ ଜଣକର ଉପକାର କରିବାଟା ଭଲ। ତାର ଆଉ ଗୋଟିଏ କଥା ମନେ ପଡ଼ିଗଲା। 3 ଦିନ ତଳର କଥା, ତା ଆଖି ଆଗର କଥା। ଉଦୁଉଦିଆ ଦ୍ୱିପହର ବେଳ। ଜଗୁ ତାର ମାମୁଁ ପାଖରେ ଦାଣ୍ଡପିଣ୍ଡାରେ ବସି ଦୁଃଖ ସୁଖ ହେଉଛି। ଗାଁ ଭିତରୁ ହଇଜା ପ୍ରପୀଡ଼ିତ ରୋଗୀଙ୍କର ଆର୍ତ୍ତ କୁଣ୍ଠନ, କେତେବେଳେ ବା ଶୋକସନ୍ତପ୍ତ କୌଣସି ପରିବାରର ଅଧୀର କରୁଣ ଚିତ୍କାର ଭାସି ଆସି ତାଙ୍କ କାନରେ ବାଜି ଦେହ ରୋମାଞ୍ଚିତ କରୁଛି। ଏହିପରି ସମୟରେ ରୁକ୍ଷ କେଶ, ମଳିନ ବସ୍ତ୍ର ପରିହିତ କଙ୍କାଳସାର ଗୋଟିଏ ଯୁବକ ଆସି ସେମାନଙ୍କ ଆଗରେ ଠିଆ ହେଲା। ତାକୁ ଦେଖୁ ଦେଖୁ ଜଗୁର ମାମୁଁ ନବଘନଙ୍କ ମୁହଁ ବିକୃତ ହୋଇଗଲା। ବିରକ୍ତିରେ ନାକ ଟେକି ସେ କହି ଉଠିଲେ, ପୁଣି କୁଆଡ଼େ ଆସିଲ ଶତ୍ରୁଘ୍ନ? ଆଗନ୍ତୁକ ଗୋଟିଏ ପ୍ରଣାମ କରି ପୂର୍ବପରି ଆଗରେ ଠିଆ ହୋଇ ହାତ ମଳିବାକୁ ଲାଗିଲା। ତାର ମଳିନ ଆଖିର କରୁଣ ଦୃଷ୍ଟି ଦେଖିଲେ ସାଧାରଣ ମଣିଷର ହୃଦୟ ତରଳି ଯିବା କଥା। କିନ୍ତୁ ନବଘନ ତହିଁରେ ତିଳେ ମାତ୍ର ବିଚଳିତ ହେଲେ ନାହିଁ। ତାକୁ ନୀରବ ଦେଖି ପୁଣି କହିଲେ, ଲମ୍ବ ପଣତ ସବୁଠିକି ପାଏ ବାବୁ, କିନ୍ତୁ ମୋର ତ ଚାରିଆଡ଼ୁ ନିଅଣ୍ଟ। ନିଜ ରକ୍ଷଣ ଅସମ୍ଭବ। କିପରି ଏ ଘୋର ବିପଦରୁ ଉଧୁରିବା ସେତିକି ବାଟ ଦିଶୁନାହିଁ। ତମେ ଯଦି ବାରମ୍ବାର ଆସି ଏହିପରି ବିରକ୍ତ କର, ଆମେ ଆଉ ଚଳିପାରିବୁ ନାହିଁ। ଶତ୍ରୁଘ୍ନ କହିଲା, ମୋର ଆଉ କିଏ ଅଛି ମଉସା? ତମେ ଯଦି ସହାୟ ନ ହୁଅ। ନବଘନ କହିଲେ,
ସାହାଯ୍ୟର ଗୋଟାଏ ସୀମା ଅଛି ତ ପୁଣି। ପେଟ ପୋଷିବାର ଉପାୟ ଯଦି ନିଜେ ନ କର, ଏପରି ଅସମୟରେ ଆଉ କିଏ ତମ ପାଇଁ କରିବ? ଖୋର୍ଦ୍ଧା ଭୁସୁଣ୍ଡିପୁରରେ ବଡ଼ ରାସ୍ତା ତିଆରି ହେଉଛି। କଟକରେ ନାଳ ଖୋଳା ହେଉଛି। ଶହ ଶହ ଲୋକ କାମ କରି ପେଟ ପୋଷୁଛନ୍ତି। ତମେ ବି ଯାଇ ସେମାନଙ୍କ ସଙ୍ଗେ କାମ କରିପାର। ଶତ୍ରୁଘ୍ନ କହିଲା, ଏତେ ବାଟ ଯିବାର ମୋର ଶକ୍ତି କାହିଁ? ନବଘନ କହିଲେ, ସେତିକି ତ ମୁଁ ଦାୟୀ ନୁହେଁ ବାବୁ। ଏଇ କଥା ତ ମୁଁ ତୁମକୁ ପହିଲୁ କହି ଆସୁଛି। ବନ୍ଧୁ ବୋଲି ସିନା ବନ୍ଧୁ 10-5 ଦିନ ପୋଷେ। ନିଜ ଉପରେ ଆସି ପଡ଼ିଲେ କେଉଁ ବନ୍ଧୁ କାହାର ପିଠିରେ ପଡ଼ି ସାହା ହେବ? କାହାର ମଲା ବେଳକୁ କିଏ ଆସି ପାଟିରେ ପାଣି ଦେବ? ମୁଁ ତ ନାଚାର। ଆରେ ଜଗୁ! ଏତିକି କହି ନବଘନ ଉଠିଗଲେ। ଜଗୁ ମଧ୍ୟ ତାଙ୍କ ପଛେ ପଛେ ଗଲା। ନବଘନ ନିଜ ହାତରେ ଦାଣ୍ଡ କବାଟ ବନ୍ଦ କରି କିଳିଣି କିଳିଲେ। ଜଗୁ ପଚାରିଲା, ସେ କିଏ ମାମୁଁ? ଉତ୍ତର ପାଇଲା, ମୋ ଶାଳୀର ପୁଅ, ଅଳସୁଆଙ୍କ ସର୍ଦ୍ଦାର। ଜଗୁର ଆଉ କିଛି ପଚାରିବାକୁ ଇଚ୍ଛା ହେଲା ନାହିଁ। ସଞ୍ଜ ଆଗରୁ ଦାଣ୍ଡ କବାଟ ଖୋଲି ଦେଖିଲା, ଶତ୍ରୁଘ୍ନ ଚାଲିଗଲାଣି କେତେବେଳୁ। ଆଜି ସେହି ଅନାଥ ଶତ୍ରୁଘ୍ନର କଥା ମନେ ପଡ଼ିଗଲା। ମାମୁଁଙ୍କୁ କ'ଣ ନିଷ୍ଠୁର କହିବାକୁ ହେବ? ନବଘନଙ୍କର ଅବସ୍ଥାପନ୍ନ ଯେ କେହି କ'ଣ ନିଜର ନିକଟ ଆତ୍ମୀୟକୁ ଏପରି କଠୋର ନାସ୍ତି ବାକ୍ୟ ଶୁଣାଇ ଦୁଆରୁ ଫେରାଇ ଦେଇଥାନ୍ତା ଉପାସରେ? ତେବେ ଆଉ ବନ୍ଧୁ ସ୍ୱଜନ ଭିତରେ ମମତା ରହିଲା କେଉଁଠି? ବନ୍ଧୁ ସ୍ୱଜନଙ୍କ ଠାରୁ ବିପଦ ବେଳେ କି ଉପକାର ଆଶା କରିପାରେ ମଣିଷ? ନବଘନଙ୍କର ଜଗୁ ପ୍ରତି ଏତେ ଅନୁରାଗ କାହିଁକି? ଜଗୁ ଆଉ ଶତ୍ରୁଘ୍ନ ଭିତରେ ପ୍ରଭେଦ କ'ଣ? ବୁଝିବାକୁ ଗଲେ ଦୁହେଁ ସମାନ। ତେବେ ଜଗୁ ଭାବିବାକୁ ଲାଗିଲା, ତେବେ ପ୍ରତ୍ୟୁପକାରର ଆଶାଟା ଜଗୁଠାରେ ଯେଡ଼େ ପ୍ରବଳ, ଶତ୍ରୁଘ୍ନଠାରେ ସେତକର ନିତାନ୍ତ ଅଭାବ। କାରଣ ସେ ଦରିଦ୍ର, ସେ ନିଃସ୍ୱ, ନିରକ୍ଷ, ବାଟର ଭିକାରୀ କାଙ୍ଗାଳ। ଜଗୁ ଧନୀ ବାପର ପୁଅ। ପ୍ରତ୍ୟୁପକାରର ଆଶା ସ୍ୱାର୍ଥ ହିଁ ସ୍ନେହର ପରିଚାୟକ। ଜଗୁ ଯଦି ଶତ୍ରୁଘ୍ନ ହୋଇଥାନ୍ତା, ତାର ଅବସ୍ଥା, ତାର ଆଦର ଅବିକଳ ଶତ୍ରୁଘ୍ନ ପରି ହୋଇଥାନ୍ତା ପରା। ଆଜି ସେ ମଧ୍ୟ ସେହି ଶତ୍ରୁଘ୍ନ ପରି ନିରାଶ ବାଣୀ ଶୁଣି ଦାଣ୍ଡ ଦୁଆର ମୁହଁରୁ ହତାଶ ହୋଇ ତତଲା ପେଟରେ ଫେରିଥାନ୍ତା। ତେବେ ଆଉ ଡେରି କାହିଁକି? ସେ କାହିଁକି କାହାର ନିରର୍ଥକ ସ୍ୱାର୍ଥଭରା ଅନୁରୋଧ ମାନି ଅଟକି ରହିବ? ସେ ଯିବ, ଯଦି ପାରେ ମାମୁଁଙ୍କ ପାଇଁ ଧାନ ପଠାଇବ ପଛେ। ତାର ଚିନ୍ତାଧାରାରେ ବାଧା ଦେବାକୁ ନବଘନ ଆଗକୁ ଆସି କହିଲେ, କିରେ ତୁ ଏତେବେଳେ ଯାଏ ଗାଧୋଇ ନାହୁଁ? ଶୀଘ୍ର ଖିଆପିଆ ସାର, ଗୋଟାଏ ଜାଗାକୁ ଯିବା, ଖରା ମାଡ଼ି ଆସୁଛି। ଜଗୁ କହିଲା, ମୋର ମନ ଲାଗୁନାହିଁ, ମୁଁ ଘରକୁ ଯିବି। ନବଘନ, ପାଗଳ ଛୁଆଟା କିରେ, ଏ ନିରାଟ ଖରାରେ ଯିବୁ କୁଆଡ଼େ? କାଲି ବଡ଼ି ଭୋରରୁ ଉଠି ଚାଲିଯିବୁ ଯେ ଖରା ତାତି ବାଧିବ ନାହିଁ। ଗାଧୁଆ ବେଳ ସରିକି ଘରେ ପହଞ୍ଚିଯିବୁ। ଆଜି ଚାଲ ଯିବା, ଜିଲ୍ଲା ସାହେବ ଗୁହାରି ଶୁଣିବାକୁ ଆସୁଛନ୍ତି, ତାଙ୍କୁ ଆମର ଦୁଃଖ କହି ଆସିବା। ଜଗୁ ଶେଷକୁ ମଙ୍ଗିଲା। ପୁପୁର ମାମୁଁ ଘରକୁ ବାଟ 2 କୋଶ। ସୁବିଧା ମିଳିଛି। 5 ଲୋକ ଗୁହାରି କରିବାକୁ ଯାଉଛନ୍ତି। ସେ ବି ତାର ଦୁଃଖ ଜଣାଇବାକୁ ଘେରାଏ ବୁଲି ଆସିଲେ କ୍ଷତି କ'ଣ? ମା ଠାକୁରାଣୀ ତାଙ୍କ କଣ୍ଠରେ ବିଜେ କଲେ, ସେ ଅବଶ୍ୟ ହେଲେ ଗରିବ ପ୍ରଜାଙ୍କ ଗୁହାରି ଶୁଣି 2 ଆଖିରେ ସେମାନଙ୍କର ଦୁଃଖ ଦେଖି ବୁଝାମଣା କରି ପ୍ରତିକାର କରିବାର କିଛି ଗୋଟେ ଉପାୟ ଫାନ୍ଦିବେ। ତାଙ୍କ କଲମ ମୁନରେ ଗୋଟାଏ ଗାର ପଡ଼ିଲେ ଲୋକଙ୍କର ଦଶା ଫେରିବ। ଦୁର୍ଭିକ୍ଷ ମାଡ଼ି ଆସୁଛି ଶୁଣିଲେ ସରକାର ଧାନ ଚାଉଳ ଆଣିବାର ବ୍ୟବସ୍ଥା କରିବେ। ପୁପୁର ଗାଁର ବଡ଼ ଖୋଲା ମଇଦାନ ଉପରେ ତମ୍ବୁ ପଡ଼ିଛି। ତମ୍ବୁ ଆଗରେ 2ଟି ଆରାମ ଚୌକିରେ ବସିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ମହାମାନ୍ୟ ଶ୍ରୀଯୁକ୍ତ କାର୍ଲୋ ସାହେବ ଓ ଖୋର୍ଦ୍ଧା ସବଡିଭିଜନାଲ ଅଫିସର ଶ୍ରୀଯୁକ୍ତ ବାଟନ ସାହେବ। ନିକଟରେ ଆଉ ମଧ୍ୟ କେତେକ ଦେଶୀ ବିଦେଶୀ ହାକିମ ହୁକୁମା ଠିଆ ହୋଇଛନ୍ତି। କେତେଜଣ ପୋଲିସ କର୍ମଚାରୀ ଶାନ୍ତି ରକ୍ଷା କରିବା ପାଇଁ ଟହଲ ମାରୁଛନ୍ତି। ସାହେବମାନଙ୍କର ବସିଥିବା ଜାଗାରୁ ପ୍ରାୟ 30 ହାତ ଆକ୍ରାନ୍ତରେ ଅର୍ଦ୍ଧ ବୃତ୍ତାକାର ପରିମିତ ଜାଗା ଛାଡ଼ି ମଇଦାନରେ ଲୋକ ଭିଡ଼ ଯେ କହିଲେ ନ ସରେ। ଲୋକଙ୍କର କୋଳାହଳରେ ସ୍ଥାନଟି ମୁଖରିତ ହେଉଛି। ସମସ୍ତେ କିଛି ନା କିଛି କହିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏ ବିପୁଳ ଜନତା ଓ ମହା କୋଳାହଳ ଭିତରେ ସମସ୍ତଙ୍କର ଚିତ୍କାର ହଜିଯାଇଛି। ଜଗୁ ଓ ନବଘନ ଦୁହେଁ ଜନତା ଭେଦ କରି ଅତି କଷ୍ଟରେ ଆଗକୁ ଆସିଲେ। ଦୟାବନ୍ତ ରାଜପୁରୁଷମାନଙ୍କର ଦର୍ଶନ ଲାଳସାରେ। ଦେଶର ହର୍ତ୍ତାକର୍ତ୍ତା ବିଧାତା ଏମାନେ, ଯାହା କହିବେ ସେଇଆ ହେବ। ଲୋକଙ୍କର ଦୁଃଖ ଦେଖି ପ୍ରତିକାର କରିବାକୁ ଶ୍ରୀଅଙ୍ଗକୁ କଷ୍ଟ ଦେଇ ଧାଇଁ ଆସିଛନ୍ତି। ଆଉ କିଛି ହେଉ ନ ହେଉ ଦର୍ଶନଟା କରିନଗଲେ
ଆଶା କରି ଆସିବା ସାର୍ଥକ ହେବ ନାହିଁ। ସିପାହୀମାନଙ୍କର ହସ୍ତୋତ୍ତୋଳନ ଦେଖି ଲୋକେ କୋଳାହଳ ବନ୍ଦ କଲେ। ସାହେବଙ୍କ ଆଦେଶ ପାଇ ନିକଟସ୍ଥ ଜନୈକ କର୍ମଚାରୀ ଉଚ୍ଚ ସ୍ୱରରେ ଅଧା ଓଡ଼ିଆ ଅଧା ଅନ୍ୟ ଦେଶୀ ଭାଷାରେ କହିଲେ, ସାହେବ ପଚାରୁଛନ୍ତି, ମୋପସରରେ କ'ଣ ଧାନ ଚାଉଳ କିଣିବାକୁ ମିଳୁନାହିଁ? ଲୋକେ ପାଟି କରି ଉଠିଲେ, ଆଜ୍ଞା ଧର୍ମାବତାର, ଆଜ୍ଞା ମା ବାପ, ଧାନ ଚାଉଳ ଦେଖିବାକୁ ସାତ ସ୍ୱପ୍ନ, ଖାଇବା ବିନା ଲୋକେ ମଲୁ, ରକ୍ଷା କରନ୍ତୁ। ହାକିମ ମହାଶୟ ସାହେବଙ୍କ କାନ ପାଖରେ ଇଂରାଜୀରେ କ'ଣ କହିଲେ। ସାହେବ କ'ଣ ଉତ୍ତର ଦେଲେ କେଜାଣି। ସେ ପୁଣି ପୂର୍ବ ପରି ପଚାରିଲେ। ସାହେବ କହୁଛନ୍ତି, ସେ ଜାଣନ୍ତି ଦେଶରେ ବର୍ତ୍ତମାନ ବହୁତ ଧାନ ଜମା ଅଛି। ମହନ୍ତ ଓ ଜମିଦାରମାନେ ବହୁତ ଧାନ ଜମା କରି ରଖିଛନ୍ତି। ଲୋକେ ସମସ୍ୱରରେ କହିଲେ, ସେ କଥା ଆମକୁ ଜଣା ନାହିଁ। ଟଙ୍କା ସୁନା ନେଇ ଦ୍ୱାର ଦ୍ୱାର ବୁଲିଲେ ବି କେହି ଧାନ ବିକିବାକୁ ମଙ୍ଗୁ ନାହାନ୍ତି। ଯେଉଁମାନଙ୍କ ପାଖରେ ଧାନ ଚାଉଳ ଥିବାର ଜଣାଅଛି ସେମାନେ ବି ମୁହଁକୁ ଚାହୁଁନାହାନ୍ତି। ଦୁର୍ଭିକ୍ଷ ପଡ଼ିବ ଏଇ ଭୟରେ ହାତରୁ ଧାନ ଛାଡ଼ିବାକୁ କୁନ୍ଥ କୁନ୍ଥ ହେଉଛନ୍ତି। ମହାଶୟ କହିଲେ, ବ୍ରିଟିଶ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିବ ନାହିଁ, ଏକଥା ଜଣାଶୁଣା କଥା। ଲୋକେ ଦର ବଢ଼ାଇବାକୁ ହାତରେ ଧାନ ଚାଉଳ ଜାକି ରଖିଛନ୍ତି। ଟିକିଏ ଦର ଚଢ଼ିଗଲେ ସେମାନେ ଆପେ ଆପେ ବିକ୍ରି ବଟା ଆରମ୍ଭ କରିବେ। ଲୋକେ କହିଲେ, ଦର କ'ଣ ଆଜି ଯାଏଁ ଚଢ଼ି ନାହିଁ ସାହାନ୍ତେ? ଟଙ୍କାରେ 4 ସେର ଭାଉରେ ଖୋଜିଲେ ବି ଚାଉଳ ମିଳୁନାହିଁ। ସେ କହିଲେ, ଖବର ମିଳିଛି ଦେଶରେ ବର୍ତ୍ତମାନ ଯେତେ ଧାନ ଅଛି ଅକ୍ଳେଶରେ ଦେଶ ଲୋକଙ୍କର ବର୍ଷକର ଆହାର ଚଳିପାରେ। ଟିକିଏ ଧୈର୍ଯ୍ୟ ଧରି ଅପେକ୍ଷା କଲେ ହେଲା। ସରକାର ବି ସଦାବର୍ତ୍ତ ଖୋଜିବା ପାଇଁ ଚାଉଳ ମଗାଇବାକୁ ଚେଷ୍ଟା କରୁଛନ୍ତି। ଏତିକି କହି ସେ ମହାତ୍ମା ସାହେବ 2 ଜଣଙ୍କୁ କ'ଣ ବୁଝାଇବାକୁ ଲାଗିଲେ। ଲୋକ ଏଣେ ଉଚ୍ଚସ୍ୱରରେ ସହସ୍ର କଣ୍ଠରେ ସେମାନଙ୍କର ଅସୀମ ଦୁଃଖ ଜଣାଉଥାନ୍ତି। ସେମାନଙ୍କର ପ୍ରାର୍ଥନା ହାକିମମାନଙ୍କ କାନରେ ବାଜୁଥାଏ ନିଶ୍ଚୟ, କିନ୍ତୁ ସେମାନେ କ'ଣ ବୁଝୁଥାନ୍ତି କେବଳ ତାଙ୍କୁ ହିଁ ଜଣା। କିଛି ସମୟ ପରେ ସାହେବ 2 ଜଣ ଓ ହାକିମମାନେ ନିଜ ନିଜର ପାଲକି ଆରୋହଣ କରି ନରଯାନରେ ଯାତ୍ରା କଲେ ଗନ୍ତବ୍ୟ ପଥରେ। ଲୋକ ଭିଡ଼ ମଧ୍ୟ କମି ଆସିଲା। ବେଳ ରତରତ ହେଲାଣି। ଅପେକ୍ଷା କରିବା ନିଷ୍ପ୍ରୟୋଜନ ମନେକରି ଜଗୁ ଓ ନବଘନ ଅନ୍ୟାନ୍ୟ ଲୋକଙ୍କ ସଙ୍ଗେ ଘରକୁ ଫେରିବା ହିଁ ସାର ମନେ କଲେ। ବାଟରେ ଜଗୁ ପଚାରିଲା, ଆଚ୍ଛା ମାମୁଁ, ଏମାନେ କ'ଣ କେବଳ ଆମକୁ ଦେଖିବାକୁ ଆସିଥିଲେ? ଆମର ଦୁଃଖ କଷ୍ଟ ଦୂର କରିବାର କୌଣସି ଉପାୟ ତ କରିଗଲେ ନାହିଁ? ନବଘନ ଦୀର୍ଘଶ୍ୱାସ ଛାଡ଼ି କହିଲେ, ଉପାୟଟା ତ ଏଡ଼େ ସହଜ ନୁହେଁ। ଆସିଥିଲେ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ବୁଝିଗଲେ, ନିଜ ଆଖିରେ ଦେଖିଗଲେ। ପ୍ରଜାଙ୍କର ପ୍ରାଣ ରକ୍ଷା କରିବାକୁ ସେମାନେ ନିଶ୍ଚୟ ପ୍ରାଣପଣେ ଚେଷ୍ଟା କରିବେ। ଜଗୁ ପଚାରିଲା, ଏତେ ଲୋକ ତ ଏତେ ଦୁଃଖ କହିଲେ, ଆମେ ବି ସେମାନଙ୍କ ସଙ୍ଗେ ମିଶିକିରି ଦୁଃଖ ଜଣାଇଲୁ। ସାହେବ କ'ଣ ଆମ କଥା ବୁଝିପାରିଲେ? ନବଘନ କହିଲେ, ଆରେ ରଜାର ମନ୍ତ୍ରୀ ଥାଏ କାହିଁକି? ରଜା ଯାହା ବୁଝିବାର ବୁଝନ୍ତି, ଯାହା ନ ବୁଝିପାରନ୍ତି ମନ୍ତ୍ରୀମାନଙ୍କର ତାଙ୍କୁ ସେ ସବୁ ବୁଝାଇ ଦେବା କଥା। ଜଗୁ, ମନ୍ତ୍ରୀ ଯଦି ନିଜେ ନ ବୁଝନ୍ତି କିମ୍ବା ଓଲଟା ବୁଝନ୍ତି କି ଯାହା ବୁଝନ୍ତି ତାକୁ ଓଲଟାଇ କହନ୍ତି, ତେବେ ତ ସର୍ବନାଶ। ସାରୁ ଖୋଳୁ ଖୋଳୁ ମହାଦେବ ମିଳିବ ଯେ। ନବଘନ, ସେଥିକି ଏବେ କାହାର ଦୋଷ? ମନ୍ତ୍ରୀ ତ କିଛି ସମୁଦ୍ର ସେପାରର ଲୋକ ନୁହନ୍ତି। ତେଣିକି ଗରିବ ପ୍ରଜାର କପାଳ କଥା, ଯାହା କରିବେ ନୀଳାଚଳନାଥ। ଏତିକି ଶୁଣି ଜଗୁ ତୁନି ହେଲା। ଘର ବି ପାଖେଇ ଆସିଲାଣି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ହା ଅନ୍ନର 10ମ ଭାଗ। ଉପନ୍ୟାସଟି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।